ପୃଥିବୀ ପ୍ରଳୟ ହେଲେ ମଧ୍ୟ ଆମକୁ ଆମ କାମ କରିବା ପାଇଁ ପଡ଼ିବ। ତ ହାଏ ସାଙ୍ଗମାନେ, ମୁଁ ସ୍ୱାଗତ କରୁଛି ମୋର ଆଉ ଏକ ସୁନ୍ଦର ଭିଡ଼ିଓକୁ। ଆଜିର ସକାଳ ଆରମ୍ଭ ହୋଇଥିଲା ମାଛ ଭଜାରୁ। ସକାଳୁ ସକାଳୁ ମାର୍କେଟରୁ ଯାଇକି 2 ପ୍ରକାର ମାଛ ନେଇ ଆସିଥିଲେ, କାହିଁକି ନା ଘରକୁ ଆସିଛନ୍ତି କୁଣିଆ। କୁଣିଆ କଥାରୁ ମନେ ପଡ଼ିଲା, କୁଣିଆ ନାଁରେ ଗୋଟେ ଢଗ ଅଛି। ଆପଣମାନେ ଜାଣିଛନ୍ତି କି ନାହିଁ କମେଣ୍ଟରେ କହିବେ ତି। ସେମାନେ ରୁମ୍ରେ ପହଞ୍ଚିଲା ପରେ ସେମାନଙ୍କୁ ଟିକେ ଚର୍ଚ୍ଚା କରାଗଲା, ଆଉ ତାପରେ ତାଙ୍କୁ କାମରେ ଲଗାଗଲା। ନହେଲେ ହଜମ ହେବ କେମିତି, ପେଟ ଗ୍ୟାସ୍ ହେଇଯିବନି ନା। ଛାଡ଼ନ୍ତୁ ସେ କଥା, ବହୁତ ମଜାକ ହେଇଗଲା। ସମସ୍ତେ ମିଶିମାଶିକି କାମ କରିଦେଲେ ନା, କାମକୁ ଜଣା ପଡ଼େନି। ଆଉ ତା ଭିତରେ ଅଙ୍କଲ ପଳେଇ ଆସିଥିଲେ ବେଡ଼ସିଟ୍ ଆଉ ଡ୍ରେସ୍ କପଡ଼ା ନେଇକି। ଆଉ ତାଙ୍କ ପାଖରୁ କିଛି ଡ୍ରେସ୍ ପିସ୍ ଆଉ ବେଡ଼ସିଟ୍ ଦେଇ ଆଉ ଭାଇମାନଙ୍କର ପସନ୍ଦ ହେଇଥିଲା, ସେ ରଖିଥିଲେ। ତାପରେ ଦେଇ ଏଠି ତାଙ୍କ ଷ୍ଟାଇଲରେ ଘାଣ୍ଟଟାକୁ ତିଆରି କରିଦେଇଥିଲେ। ରୋଷେଇ ସରୁ ସରୁ ଆମେ ସାଙ୍ଗେ ସାଙ୍ଗେ ଖାଇବା ପାଇଁ ବସି ପଡ଼ିଲୁ, କାହିଁକି ନା ସେତେବେଳକୁ ସମସ୍ତଙ୍କୁ ଭୋକ ଲାଗିଲାଣି। ସମୟ ପାଖାପାଖି 3:30 ହେଲାଣି। ଭୋକ ତ ନିହାତି ଲାଗିବ ନା। ଦେଖନ୍ତୁ ଭଣଜା କେମିତି ମୁହଁଟାକୁ ଲୁଚଉଛନ୍ତି ଭିଡ଼ିଓରେ ନ ଆସିବା ପାଇଁ। ସମସ୍ତେ ଖାଇସାରିଲା ପରେ ଏମାନେ ଲୁଡ଼ୁ ଖେଳିବା ପାଇଁ ବସିଗଲେ। ଆଉ ମୁଁ ବସି ପଡ଼ିଥିଲି କପଡ଼ା ଖେଳିବା ପାଇଁ, କାରଣ ଆଉ କିଛି ଖେଳିବା ପାଇଁ ଆମ ପାଖରେ ସମୟ ନଥାଏ। ଏପଟେ ସିଲେଇ ସରିଲା ପରେ ଆମେ ଟିକେ ବାହାରିଥିଲୁ ମାର୍କେଟ, କାହିଁକି ନା ସେମାନଙ୍କର କିଛି କିଣାକିଣି କରିବାର ଥିଲା। ଫାଷ୍ଟ ଆମେ 1 ଗ୍ରାମ ଗୋଲ୍ଡରୁ କିଛି କିଣାକିଣି ସରିଲା ପରେ ପୁଣି ପଳେଇଥିଲୁ ଆମେ ଡ୍ରେସ୍ ଆଉ ଶାଢ଼ୀ କିଣିବା ପାଇଁ। ଫାଷ୍ଟ ଆମେ ଏଇ ଶାଢ଼ୀ ଦୋକାନରେ ପହଞ୍ଚିଥିଲୁ। ବାବାଲୋ ବାବା, ୟାର ଯେଉଁ ରେଟ୍। ତାପରେ ଭାଇ ଛୁଆଙ୍କ ପାଇଁ ଡ୍ରେସ୍ କିଣିବା ପାଇଁ ଆଉ ଗୋଟେ ଦୋକାନକୁ ଯାଇଥିଲେ। ସେମାନେ ଏଠି ଛୁଆଙ୍କ ପାଇଁ ଡ୍ରେସ୍ ଦେଖୁଛନ୍ତି, ଆଉ ମୁଁ ଏଠି ଛୋଟ ଛୁଆଙ୍କର ଏତେ ସୁନ୍ଦର ସୁନ୍ଦର ଡ୍ରେସ୍ ଥିଲା ଯେ ମୁଁ ଯାଇକି ସେଇ ଡ୍ରେସ୍ ଗୁଡ଼ାକ ଦେଖୁଥାଏ। ଆଉ ଏତେ ସୁନ୍ଦର ଲାଗୁଥିଲା ଯେ ମୋର ଇଚ୍ଛା ହେଉଥିଲା ସବୁ ଗୁଡ଼ାକ ନେଇ ଆସିବା ପାଇଁ। ଆପଣମାନେ କୁହନ୍ତୁ ତ ଭଲ ଲାଗୁଛି କି ନାହିଁ ଏଇ ଡ୍ରେସ୍ ଗୁଡ଼ାକ। ସେଠି ସେମାନଙ୍କର କିଛି ବି ପସନ୍ଦ ହେଇନଥିଲା। ପୁଣି ପଳେଇ ଆସିଥିଲୁ ଆମେ ଆଉ ଗୋଟେ ଶାଢ଼ୀ ଦୋକାନକୁ। ଏମିତି ଗୋଟେ ପରେ ଗୋଟେ ଦୋକାନ ବୁଲିଲା ପରେ ଲାଷ୍ଟକୁ ଫାଇନାଲ୍ ଆସିକି ଗୋଟେ ଦୋକାନରେ ପହଞ୍ଚିଲୁ। ସେଇଠୁ ଶାଢ଼ୀ ଆଉ ଡ୍ରେସ୍ ତାଙ୍କ ହିସାବରେ ତାକୁ ମିଳିଗଲା। ବୁଲି ବୁଲିକି ଆମେ ବହୁତ ଥକି ପଡ଼ିଥିଲୁ। ଆଉ ଘରକୁ ଆସିଲା ପରେ ସମସ୍ତେ ଖାଇ ପିଇକି ଶୋଇପଡ଼ିଲୁ। ଆଉ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ନିହାତି ଜଣାଇବେ। ରହିଲି, ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା।